ବନ୍ଧୁ, ଶ୍ରୀରାମକୃଷ୍ଣ ପରମହଂସଙ୍କର ଅମୃତବାଣୀର ପ୍ରଚାର ପରେ ବର୍ତ୍ତମାନ ମୁଁ ଶ୍ରୀରାମକୃଷ୍ଣ ପରମହଂସଙ୍କର ଜୀବନୀ ଗାଥା ଆପଣମାନଙ୍କ ନିକଟରେ ରଖିବାକୁ ଯାଉଛି। ଆଶା କରୁଛି କି ଏହା ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିବ ଏବଂ ଆପଣ ଏହାଦ୍ୱାରା ଏଥିରୁ ବହୁତ କିଛି ଶିଖିବାକୁ ପାଇବେ। ତେଣୁ ଆପଣମାନେ ମୋତେ ଏଇଥିପାଇଁ ଆଶୀର୍ବାଦ କରନ୍ତୁ କି ଏହି ଜୀବନ ଗାଥାକୁ ମୁଁ ଯେପରି ଆପଣଙ୍କ ନିକଟରେ ଅତି ସୁନ୍ଦର ଭାବରେ ଉପସ୍ଥାପିତ କରିପାରେ। ପଶ୍ଚିମବଙ୍ଗର କାମରପୁକୁର ଗ୍ରାମର ପଶ୍ଚିମ ଦିଗରେ ପ୍ରାୟ 1 କୋଶ ଦୂରରେ ସାତବେଡ଼େ, ନାରାୟଣପୁର ଓ ଦେରେ ନାମକ 3ଟି ଗ୍ରାମ ପାଖାପାଖି ଅବସ୍ଥିତ। ଏକଦା ଏ ଗ୍ରାମଗୁଡ଼ିକ ଖୁବ୍ ସମୃଦ୍ଧିଶାଳୀ ଥିଲେ। ଆମେ ଯେଉଁ ସମୟର କଥା କହୁଛୁ, ସେହି ସମୟରେ ରାମାନନ୍ଦ ରାୟ ସାତବେଡ଼ା ନାମକ ଗ୍ରାମରେ ବାସ କରୁଥିଲେ। ଏହି ଜମିଦାର ଅବଶ୍ୟ ବିଶେଷ ଧନବନ୍ତ ନଥିଲେ, କିନ୍ତୁ ସେ ଥିଲେ ଉତ୍କଟ ଭାବେ ପ୍ରଜାପୀଡ଼କ। ପ୍ରାୟ 150 ବର୍ଷ ପୂର୍ବେ ମଧ୍ୟବିତ୍ତ ଅବସ୍ଥାପନ୍ନ ଗୋଟିଏ ଧର୍ମନିଷ୍ଠ ବ୍ରାହ୍ମଣ ପରିବାର ଦେରେ ଗ୍ରାମରେ ବାସ କରୁଥିଲେ। ଏମାନେ ଥିଲେ ସଦାଚାରୀ, କୁଳୀନ ଓ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଉପାସକ। ସେହି ବଂଶରେ ଶ୍ରୀଯୁକ୍ତ ମାଣିଗ୍ରାମ ଚଟ୍ଟୋପାଧ୍ୟାୟଙ୍କର 3 ପୁତ୍ର ଓ ଗୋଟିଏ କନ୍ୟା। ସେମାନଙ୍କ ମଧ୍ୟରୁ ଜ୍ୟେଷ୍ଠ କନ୍ୟା ଖୁଦିରାମ ସମ୍ଭବତଃ 1775 ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ। ତାପରେ କନ୍ୟାଟିଏ ଜାତ ହୋଇଥିଲା, ରାମଶୀଳା, ଏବଂ ଏହି କନ୍ୟା ତଳକୁ 2ଟି ପୁତ୍ର ନିଧିରାମ ଓ କାନାଇରାମ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ବଡ଼ପୁଅ ଖୁଦିରାମଙ୍କର ସ୍ୱଭାବରେ ସତ୍ୟନିଷ୍ଠା, ସନ୍ତୋଷ, କ୍ଷମା ଏବଂ ତ୍ୟାଗ ପ୍ରଭୃତି ବ୍ରାହ୍ମଣସୁଲଭ ମନୋଭାବ ବର୍ଣ୍ଣନା କରିହେବ ନାହିଁ। ଈର୍ଷାଦୋଷପୂର୍ଣ୍ଣ ଏ ସଂସାର ସେହିଦିନ ସେମାନଙ୍କ ନିକଟରେ ଅନ୍ଧତାମସାବୃତ ବିକଟ ଶ୍ମଶାନ ତୁଲ୍ୟ ବୋଧ ହେଉଥିଲା। ଦୁଃଖ ଦୁର୍ଦ୍ଦିନରେ ପଡ଼ିଲେ ଯାଇ ମନୁଷ୍ୟ ଏ ସଂସାରର ଅସାରତା ଓ ଅନିତ୍ୟତା ସମ୍ୟକ ଉପଲବ୍ଧି କରେ। ଅତଏବ ଶ୍ରୀଯୁକ୍ତ ଖୁଦିରାମଙ୍କ ପ୍ରାଣରେ ଯେ ଏ ପରିସ୍ଥିତିରେ ବୈରାଗ୍ୟ ଜାତ ହେବ, ଏଥିରେ ଆଉ ବିଚିତ୍ରତା ବା କ'ଣ ଅଛି? ବର୍ତ୍ତମାନ ଠାରୁ ସେ ଶ୍ରୀ ରଘୁବୀରଙ୍କ ହସ୍ତରେ ପୂର୍ଣ୍ଣ ଭାବରେ ଆତ୍ମସମର୍ପଣ ପୂର୍ବକ ସଂସାରର ପୁନରାୟ ଉନ୍ନତି ସାଧନାରେ ଉଦାସୀନ ହୋଇ ଶ୍ରୀ ଭଗବାନଙ୍କ ସେବା ପୂଜାରେ ହିଁ ଦିନ କାଟିବାକୁ ଲାଗିଲେ। ଏହି ସମୟରେ ଦିନେ ଏପରି ଏକ ଘଟଣା ଘଟିଲା, ଯାହା ଫଳରେ କି ଖୁଦିରାମଙ୍କ ଧର୍ମବିଶ୍ୱାସ ଅଧିକତର ଗଭୀର ହୋଇ ଉଠିଲା। କାର୍ଯ୍ୟବଶତଃ ଦିନେ ସେ ଅନ୍ୟ ଗୋଟିଏ ଗ୍ରାମକୁ ଯାଇଥିଲେ। ସେଠାରୁ ଫେରିଲା ବେଳେ ବାଟରେ କ୍ଳାନ୍ତ ହୋଇ ସେ ଗୋଟିଏ ବୃକ୍ଷ ତଳେ ବିଶ୍ରାମ ନେଲେ। ସେଠାରେ ତାଙ୍କୁ ସାଙ୍ଗେ ସାଙ୍ଗେ ନିଦ ମଧ୍ୟ ହୋଇଗଲା। ସେହି ନିଦ୍ରାବେଶରେ ସେ ସ୍ୱପ୍ନ ଦେଖିଲେ ତାଙ୍କର ଅଭୀଷ୍ଟ ଦେବ ଶ୍ରୀରାମଚନ୍ଦ୍ର ଗୋଟିଏ ଦିବ୍ୟ ବାଳକ ରୂପରେ ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି ଏବଂ କହୁଛନ୍ତି, ସେହି ସ୍ଥାନରେ ମୁଁ ଅନେକ ଦିନ ହେଲା ଅଯତ୍ନ ଅନାହାରରେ ପଡ଼ିଛି। ମୋତେ ତୋର ଘରକୁ ନେଇ ଚାଲ। ତୋର ସେବା ଗ୍ରହଣ କରିବା ଲାଗି ମୋର ଅତ୍ୟନ୍ତ ଅଭିଳାଷ ହୋଇଛି। ଖୁଦିରାମଙ୍କର ନିଦ ଭାଙ୍ଗିଗଲା। ସେ ସେହି କମ୍ପିତ ହୃଦୟରେ ଯେଉଁ ସ୍ଥାନଟିର ନିର୍ଦ୍ଦେଶ ସ୍ୱପ୍ନରେ ପାଇଥିଲେ, ସେ ସ୍ଥାନକୁ ଯାଇ ଦେଖିଲେ ଯେ ଗୋଟିଏ ସୁନ୍ଦର ଶାଳଗ୍ରାମ ଶିଳା ରହିଛି ଓ ତା ଉପରେ ଗୋଟିଏ ନାଗସାପ ଫଣା ଟେକି ରହିଛି। ତାଙ୍କୁ ଦେଖିବା ମାତ୍ରେ ସାପଟି ପଳାଇଗଲା। ଆନନ୍ଦ ବିହ୍ୱଳ ଗଦଗଦ କଣ୍ଠରେ ଖୁଦିରାମ ଚିତ୍କାର କରି ଉଠିଲେ, ଜୟ ରଘୁବୀର, ଜୟ ରଘୁବୀର। ବାରମ୍ବାର ନମସ୍କାର କରି ଶିଳାଟିକୁ ତଳୁ ଉଠାଇ ସେ ବାରମ୍ବାର ମସ୍ତକରେ ଲଗାଇ ସାଙ୍ଗରେ ନିଜ ଘରକୁ ନେଇଗଲେ। ମନ ତାଙ୍କର ଆନନ୍ଦ ଓ ବିସ୍ମୟରେ ଅଧୀର ହୋଇ ଉଠୁଥାଏ। ଘରେ ପହଞ୍ଚି ସେ ଶାସ୍ତ୍ରୀବିଧି ଅନୁସାରେ ଶିଳାଟିକୁ ସଂସ୍କାର କଲେ ଏବଂ ଗୃହଦେବତା ରୂପେ ପ୍ରତିଷ୍ଠା କରି ନିତ୍ୟ ପୂଜା କରିବାକୁ ଲାଗିଲେ। ଦିନ ପରେ ଦିନ, ମାସ ପରେ ମାସ ଏହିପରି 2-3 ବର୍ଷ ଅତିବାହିତ ହୋଇଗଲା। ଏହି 2-3 ବର୍ଷର କଠୋର ଶିକ୍ଷା ପ୍ରଭାବରେ ଖୁଦିରାମଙ୍କ ହୃଦୟରେ ଯେଉଁ ଶାନ୍ତି, ସନ୍ତୋଷ ଓ ଈଶ୍ୱର ନିର୍ଭରତା ନିରନ୍ତର ପ୍ରବାହିତ ହେଲା, ତାହା ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ଘଟିଥାଏ। ତାଙ୍କର ମନ ସ୍ୱାଭାବିକ ଭାବରେ ଅନ୍ତର୍ମୁଖୀ ହୋଇଗଲା। ପ୍ରତିଦିନ ସେ ଡାଲାଟିଏ ଧରି ଠାକୁରଙ୍କ ଲାଗି ଫୁଲ ତୋଳିବାକୁ ଯାଆନ୍ତି। ସେତେବେଳେ ତାଙ୍କର ବୋଧହୁଏ ସତେକି ତାଙ୍କର ଆରାଧ୍ୟ ଶୀତଳା ଦେବୀ ନାଲି ଶାଢ଼ୀଟିଏ ପିନ୍ଧି ନାନାଦି ଅଳଙ୍କାର ଭୂଷିତ ହୋଇ 8 ବର୍ଷର କନ୍ୟାଟିଏ ଭଳି ହସି ହସି ତାଙ୍କ ସାଙ୍ଗରେ ଚାଲୁଛନ୍ତି ଏବଂ କୌଣସି ଗଛରୁ ଫୁଲ ତୋଳିଲା ବେଳେ ସେ ଗଛଟିର ଶାଖା ନୁହାଁଇ ଧରି ଫୁଲ ତୋଳାରେ ସହାୟତା କରୁଛନ୍ତି। ଏସବୁ ଦିବ୍ୟ ଦର୍ଶନରେ ତାଙ୍କର ଅନ୍ତର ବର୍ତ୍ତମାନ ସର୍ବଦା ଉଲ୍ଲାସରେ ପୂର୍ଣ୍ଣ ହୋଇ ରହିଲା ଏବଂ ତାଙ୍କର ମୁଖମଣ୍ଡଳରେ ସୌମ୍ୟଭାବ ପ୍ରକଟିତ ହେଲା। ତାଙ୍କର ସେ ସୌମ୍ୟ ପବିତ୍ର ମୁଖମଣ୍ଡଳ ଦର୍ଶନ କରି ଗ୍ରାମବାସୀଗଣ କ୍ରମେ ତାଙ୍କୁ ଜଣେ ଋଷି ସଦୃଶ ମନେକରି ଭକ୍ତି ଶ୍ରଦ୍ଧା ପ୍ରଦର୍ଶନ କରିବାକୁ ଲାଗିଲେ। ଏଣେ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଚନ୍ଦ୍ରାଦେବୀ ମଧ୍ୟ ହୋଇ ଉଠିଥିଲେ ସ୍ନେହ ଓ ସରଳତାର ଏକ ସାର୍ବଜନୀନ ମାତୃମୂର୍ତ୍ତି। ତାଙ୍କର ସ୍ୱାଭାବିକ ଦୟା ଓ ପ୍ରେମ ପ୍ରୀତିରେ ସେ ଗ୍ରାମବାସୀଙ୍କ ହୃଦୟକୁ ବାତ୍ସଲ୍ୟ ରସରେ ନିମଜ୍ଜିତ କରି ରଖିଥିଲେ। ଆମ୍ଭେମାନେ ଏହା ପୂର୍ବରୁ ଖୁଦିରାମଙ୍କର ଭଉଣୀ ରାମଶୀଳା ଓ 2ଟି ସାନ ଭାଇ ନିଧିରାମ ଓ କାନାଇରାମ ବା ରାମ କାନାଇଙ୍କ କଥା ଉଲ୍ଲେଖ କରିଛୁ। ଦେରପୁରରେ ଅବସ୍ଥାନ କଲାବେଳେ ସେମାନେ ସମସ୍ତେ ବିବାହ କରି ସଂସାରରେ ପ୍ରବେଶ କରି ସାରିଥିଲେ। କାମରପୁକୁରର ପ୍ରାୟ 6 କ୍ରୋଶ ପଶ୍ଚିମରେ ଚିଲିମପୁର ଗ୍ରାମ। ସେହି ଗ୍ରାମର ଭାଗବତ
ବନ୍ଦୋପାଧ୍ୟାୟଙ୍କ ସହିତ ରାମଶିଳାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ରାମଚନ୍ଦ ନାମର ଗୋଟିଏ ଓ ହେମାଙ୍ଗିନୀ ବୋଲି କନ୍ୟାଟେ ଜାତ ହୋଇଥିଲେ। କ୍ଷୁଦିରାମ ହେମାଙ୍ଗିନୀଙ୍କୁ ନିଜର କନ୍ୟା ଭଳି ସ୍ନେହ କରୁଥିଲେ। ବିବାହ କାଳ ଉପସ୍ଥିତ ହେବାରୁ କାମରପୁକୁରର ପ୍ରାୟ 2.5 କ୍ରୋଶ ଉତ୍ତର ପଶ୍ଚିମରେ ସିହଡ଼ ଗ୍ରାମର କୃଷ୍ଣଚନ୍ଦ୍ର ମୁଖୋପାଧ୍ୟାୟଙ୍କୁ ସ୍ୱୟଂ ସମ୍ପ୍ରଦାନ କରିଥିଲେ। ଏହି ହେମାଙ୍ଗିନୀଙ୍କଠାରୁ ଯଥାକ୍ରମେ 4ଟି ପୁଅ ଜାତ ହୋଇଥିଲେ: ରାଘବ, ରାମରତନ, ହୃଦୟରାମ ଓ ରାଜାରାମ। କ୍ଷୁଦିରାମଙ୍କର ଅନ୍ୟତମ ଭାଇ ନିଧିରାମଙ୍କର କୌଣସି ସନ୍ତାନ ଥିଲେ କି ନାହିଁ ତାହା ଆମ୍ଭମାନଙ୍କୁ ଜଣାନାହିଁ, କିନ୍ତୁ ସର୍ବକନିଷ୍ଠ କାନାଇରାମଙ୍କର ରାମତାରକ ଓରଫ ହଳଧାରୀ ଓ କାଳିଦାସ ନାମରେ 2 ପୁଅ ଜାତ ହୋଇଥିଲେ। ଭଉଣୀ ରାମଶିଳାଙ୍କ ପୁଅ ରାମଚନ୍ଦ ବନ୍ଦୋପାଧ୍ୟାୟ ମେଦିନୀପୁରରେ ମୁକ୍ତାରୀ କରି ବେଶ୍ 2 ପଇସା ଉପାର୍ଜନ କରୁଥିଲେ ଏବଂ କ୍ଷୁଦିରାମ, ନିଧିରାମ ଓ କାନାଇରାମଙ୍କୁ ମାସିକ କିଛି ଅର୍ଥ ସାହାଯ୍ୟ ମଧ୍ୟ କରୁଥିଲେ। କ୍ଷୁଦିରାମ ମଧ୍ୟେ ମଧ୍ୟେ ଭଣଜାକୁ ଦେଖିବା ପାଇଁ ମେଦିନୀପୁର ଯାଉଥିଲେ। ଥରେ ସେ ମେଦିନୀପୁର ଯିବା ପଥରେ ପ୍ରାୟ 10 ଘଣ୍ଟା ପର୍ଯ୍ୟନ୍ତ ଅବିଶ୍ରାନ୍ତ ଚାଲି ଚାଲି ଗୋଟିଏ ଗ୍ରାମରେ ପହଞ୍ଚିଲେ ଏବଂ ସେଠାରେ ଦେଖିଲେ ବହୁତ ବେଲଗଛ ନୂଆ ସବୁଜ ପତ୍ରରେ ପରିପୂର୍ଣ୍ଣ। ସେ ଦୃଶ୍ୟ ଦେଖି ସେ ମେଦିନୀପୁର ଯିବା କଥା ଭୁଲିଗଲେ। ସେହି ଗ୍ରାମରୁ ଗୋଟିଏ ନୂଆ ଟୋକେଇ ଓ ଗାମୁଛା କିଣି ସେ ଗଛରୁ କଅଁଳିଆ ବେଲପତ୍ର ଗୁଡ଼ାଏ ତୋଳି ଟୋକେଇଟି ପୂର୍ଣ୍ଣ କଲେ ଓ ଓଦା ଗାମୁଛାଟି ତା ଉପରୁ ଘୋଡ଼ାଇ ଅପରାହ୍ନ ପ୍ରାୟ 3ଟା ବେଳେ କାମାରପୁକୁରରେ ଆସି ପହଞ୍ଚିଲେ। ଘରେ ପହଞ୍ଚି କ୍ଷୁଦିରାମ ସ୍ନାନ ସମାପନ ପୂର୍ବକ ଏହି ବେଲପତ୍ରତକ ନେଇ ମହାଆନନ୍ଦରେ ମହାଦେବ ଓ ଶୀତଳା ଦେବୀଙ୍କର ବହୁ ସମୟ ପର୍ଯ୍ୟନ୍ତ ପୂଜା କଲେ। ପରଦିନ ସକାଳେ ପୁନର୍ବାର ମେଦିନୀପୁର ଯାତ୍ରା କଲେ। କ୍ରମେ କାମାରପୁକୁରରେ କ୍ଷୁଦିରାମଙ୍କର 6 ବର୍ଷ ଅତିବାହିତ ହେବାକୁ ଲାଗିଲା। ସେତେବେଳକୁ ତାଙ୍କର ପୁଅ ରାମକୁମାରଙ୍କୁ 16 ବର୍ଷ ଓ କନ୍ୟା କାତ୍ୟାୟନୀଙ୍କୁ 11 ବର୍ଷ। କନ୍ୟାଟି ବିବାହ ଯୋଗ୍ୟ ହେବାର ଦେଖି ସେ ବର୍ତ୍ତମାନ ପାତ୍ର ଅନୁସନ୍ଧାନରେ ରହିଲେ ଏବଂ ଯଥାସମୟରେ ସେ କାମାରପୁକୁରର ଉତ୍ତର ପଶ୍ଚିମରେ 1 କ୍ରୋଶ ଦୂରରେ ଅବସ୍ଥିତ ଆନୁଡ଼ ଗ୍ରାମର ବେନାରାମ ବନ୍ଦୋପାଧ୍ୟାୟଙ୍କ ସହିତ କନ୍ୟାଟିକୁ ବିବାହ ଦେଇ କେନାରାମଙ୍କର ଭଉଣୀ ସହିତ ନିଜ ପୁତ୍ର ରାମକୁମାରଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ କଲେ। ରାମକୁମାର ସେତେବେଳେ ନିକଟବର୍ତ୍ତୀ ଗ୍ରାମର ଚଉପାଠୀରେ ସଂସ୍କୃତ ବ୍ୟାକରଣ ଓ ସାହିତ୍ୟ ପାଠ ସମାପ୍ତ କରି ଶ୍ରୁତିଶାସ୍ତ୍ର ଅଧ୍ୟୟନ କରୁଥିଲେ। କ୍ରମେ ଆଉ 3-4 ବର୍ଷ ମଧ୍ୟ ଅତିବାହିତ ହୋଇଗଲା ଏବଂ ଏହି ସମୟ ମଧ୍ୟରେ ରାମକୁମାର ଶ୍ରୁତିଶାସ୍ତ୍ର ଅଧ୍ୟୟନ ସମାପ୍ତ କରି ସଂସାରରେ ଆର୍ଥିକ ଉନ୍ନତି କଳ୍ପେ ଯଥାସାଧ୍ୟ ସାହାଯ୍ୟ କରିବାରେ ପ୍ରବୃତ୍ତ ହେଲେ। ଏହାର କିଛି କାଳ ପରେ 1824 ଖ୍ରୀଷ୍ଟାବ୍ଦରେ ଶ୍ରୀଯୁକ୍ତ କ୍ଷୁଦିରାମ ସେତୁବନ୍ଧ ରାମେଶ୍ୱର ଦର୍ଶନ ଉଦ୍ଦେଶ୍ୟରେ ପଦବ୍ରଜରେ ଗମନ କଲେ। ସେହି ପଦଯାତ୍ରାରେ ଦାକ୍ଷିଣାତ୍ୟ ତୀର୍ଥସ୍ଥଳ ମଧ୍ୟ ପର୍ଯ୍ୟଟନ କଲେ। ତୀର୍ଥ ପର୍ଯ୍ୟଟନ ଶେଷ କରି ପ୍ରାୟ ବର୍ଷକ ପରେ ସେ କାମାରପୁକୁରକୁ ଫେରି ଆସିଲେ। ସେହି ସେତୁବନ୍ଧଠାରୁ ସେ ସାଙ୍ଗରେ ଗୋଟିଏ ବାଣଲିଙ୍ଗ ମଧ୍ୟ ଆଣିଥିଲେ। ଘରେ ତାଙ୍କୁ ପ୍ରତିଷ୍ଠା କରି ସେ ପ୍ରତିଦିନ ପୂଜା କଲେ। ଏହି ସମୟରେ ବହୁ କାଳ ପରେ ଶ୍ରୀମତୀ ଚନ୍ଦ୍ରାଦେବୀ ପୁନର୍ବାର ଅନ୍ତଃସତ୍ତ୍ୱା ହୋଇ 1826 ଖ୍ରୀଷ୍ଟାବ୍ଦରେ ଗୋଟିଏ ପୁତ୍ର ପ୍ରସବ କଲେ। ରାମେଶ୍ୱର ତୀର୍ଥରୁ ପ୍ରତ୍ୟାବର୍ତ୍ତନ କରି ଏହି ପୁତ୍ରଟି ଲାଭ କରିଛନ୍ତି ବୋଲି କ୍ଷୁଦିରାମ ପୁଅଟିର ନାମ ରଖିଲେ ରାମେଶ୍ୱର। ଦର୍ଶକ ବନ୍ଧୁ, ବର୍ତ୍ତମାନର ଜୀବନୀ ଗାଥା ଏତିକିରେ ରହିଲା। ପୁଣି ଦେଖା ହେବ ଆସନ୍ତାକାଲି। ନମସ୍କାର ବନ୍ଧୁ।